ଯୋଉମାନେ ମାନୁନାହାନ୍ତି ତାଙ୍କ ପାଇଁ ମଧ୍ୟ ସରକାରୀ ସ୍ତରରେ ତାଙ୍କୁ ଚେତାବନୀ ଦିଆଯାଉଛି। ଇଏ ଗୋଟେ ନିରନ୍ତର ପ୍ରୟାସ, ଦୀର୍ଘ ଦିନ ଧରିକି ଯାହା ହବା କଥା ତାହା ହେଇନାହିଁ। ତେଣୁ ଯାହା ହବା କଥା ତାହାକୁ ଆମେ କମ ସମୟ ଭିତରେ କରୁଛୁ। ସେଥିପାଇଁ ବାରମ୍ବାର ତାଗିଦ ବି ଦରକାର ଏବଂ ସବୁ କଥା ବି ଖାଲି ନାଲି ଆଖିରେ ତାଗିଦରେ ହବ ସେ କଥା ନୁହେଁ। ସେଥିପାଇଁ ମଧ୍ୟ ଆନ୍ତରିକତା ଆତ୍ମୀୟତାର ଆବଶ୍ୟକତା ଅଛି ଏବଂ ଆନୁଷଙ୍ଗିକ ବ୍ୟବସ୍ଥାର ଆବଶ୍ୟକତା ଅଛି। ଯେଉଁଭଳି ଭାବରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଗୋଟେ ଅନୁଷ୍ଠାନ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏବଂ ଯେଉଁମାନେ ନଥିଟିକୁ ପେଶ କରନ୍ତି, ଆମ ଭାଷାରେ ଫାଇଲଟିକୁ ପୁଟଅପ୍ କରନ୍ତି, ସେଇମାନଙ୍କ ପାଖରୁ ହିଁ ଓଡ଼ିଆଟା କିଭଳି ଆରମ୍ଭ ହବ, ଓଡ଼ିଆ ଭାଷାରେ କିଭଳି ଭାବରେ ନଥିଟି ଉପସ୍ଥାପିତ ହବ, ତାଙ୍କ ପାଇଁ ଆମେ ୟା ଭିତରେ 6 ରୁ 7ଟି କର୍ମଶାଳା କରିସାରିଲୁଣି ଏବଂ କର୍ମଶାଳା କରିବା ସହିତ ତାଙ୍କୁ ପ୍ରଶାସନିକ ଶବ୍ଦକୋଷ ଦାପ୍ତରିକ ସଣ୍ଠଣା ଯାହାକୁ କୁହାଯାଉଛି ତାହାକୁ ମଧ୍ୟ ପ୍ରଦାନ କରାଯାଉଛି। ଯଦି ସେମାନଙ୍କୁ କଷ୍ଟ ହେଉଛି ତାହାକୁ କେଉଁଭଳି ଭାବରେ ଉପସ୍ଥାପିତ କରାଯିବ ସେ ପ୍ରକାର ନିରନ୍ତର ପ୍ରୟାସ ଚାଲିଛି। ତେଣୁ ଆପଣମାନଙ୍କ ମାଧ୍ୟମରେ ବି ସମସ୍ତଙ୍କୁ ଅନୁରୋଧ କରିବି, ଭୁଲ ହଉ, ଆମେ ବହୁତ ସମୟରେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଡରନ୍ତି ଯେ ଭୁଲ ହେଇଯିବ, ଭୁଲ ହଉ, ଫାଇଲଟି ତ ବା ନଥିଟି ତ 10ଟି ପର୍ଯ୍ୟାୟରେ ଉପରକୁ ଆସିବ ଏବଂ ସେ 10ଟି ପର୍ଯ୍ୟାୟ ଭିତରେ ଯିଏ ଯିଏ ଦେଖିବେ ତାକୁ ତ୍ରୁଟି ସୁଧାରିବେ। ଭୁଲ ହବ ବୋଲି ଆମେ ଲେଖିବାନି ପୁରା ଫର୍ଦ୍ଦ ଫାଙ୍କା ରଖିବା ସେ କଥା ଠିକ। ଆପଣ ବହୁତ ସଣ୍ଠଣା ଶିଖେଇଛନ୍ତି, ଆମେ ବି ଦେଖିଛୁ ପ୍ରମୋଶନରେ, କିନ୍ତୁ ତାଙ୍କର ବି ଏତେ ଆନ୍ତରିକତା ଭଲ ପାଇବା ଆସୁନି। ଆନ୍ତରିକତା ଭଲ ପାଇବା ଆସିବା ପାଇଁ ଯାହା ଯାହା ଆବଶ୍ୟକ ଆମେ ତାହା ତାହା କରୁଛୁ। ସମସ୍ତଙ୍କର ଆସି ନାହିଁ ତାହା ନୁହେଁ, ବହୁତ କ୍ଷେତ୍ରରେ ଆପଣ ଲକ୍ଷ୍ୟ ରଖିଥିବେ ଏହା ଭିତରେ ଅନେକ ପରିବର୍ତ୍ତନ ମଧ୍ୟ ହେଲାଣି, ବ୍ୟତିକ୍ରମ ମଧ୍ୟ ହେଲାଣି। ବିଧାନସଭାରେ ଯାହା ଯାହା ପ୍ରକାଶିତ ହେଉଛି ସବୁକିଛି ଓଡ଼ିଆରେ ପ୍ରକାଶିତ ହେଉଛି। ମୋର 3ଟି ବିଭାଗରେ ମଧ୍ୟ ମୁଁ ତାଙ୍କୁ କହିଛି ଓଡ଼ିଆରେ ସମସ୍ତେ କରିବା ପାଇଁ। ଅନେକ ମନ୍ତ୍ରୀ ବିଧାୟକ ମାନେ ମଧ୍ୟ ଓଡ଼ିଆରେ ଚିଠିପତ୍ର ଦେଲେଣି। ତେଣୁ ଆମେ ଆଶାବାଦୀ ରହିବା, ସକାରାତ୍ମକ ଭାବରେ ରହିବା। ଆଗାମୀ ସମୟରେ ତାଗିଦ ବି ହବ ଏବଂ ପ୍ରତିବେଦନ ବି ରହିବ, ସମସ୍ତେ ଓଡ଼ିଆରେ ବ୍ୟବହାର କରିବେ। ପରମ୍ପରା ଚାଲିଥିଲା, ବାବୁମାନେ ନିଜକୁ ବଡ ଭାବୁଥିଲେ, ଆପଣ ଡିପାର୍ଟମେଣ୍ଟ ଚିଠି କରିଛି କି ନିର୍ବାଚିତ ପ୍ରତିନିଧିମାନଙ୍କୁ ଉଚିତ ସମ୍ମାନ? ଦେଖନ୍ତୁ, କେବଳ ମୋ ଡିପାର୍ଟମେଣ୍ଟ ନୁହେଁ, ବୁକ୍ ସାର୍କୁଲାର 47 ଏ କଥା କହୁଛି ଯେ ନିର୍ବାଚନ ମଣ୍ଡଳୀରେ ହଉ ବା ଯେକୌଣସି ସ୍ଥାନରେ ହଉ ଯେଉଁମାନେ ଜନପ୍ରତିନିଧି ସେମାନଙ୍କୁ ଉଚିତ ସମ୍ମାନ ଦିଆଯିବ ଏବଂ ଏ ଲୋକଙ୍କର ସରକାରରେ ଲୋକ ପ୍ରତିନିଧିକୁ ଉଚିତ ସମ୍ମାନ ଦିଆଯାଉଛି। ଚାଲିଥିଲା ବାବୁ ବଡ ବୋଲି ସେମାନଙ୍କୁ ପ୍ରତୀତ କରାଯାଉଥିଲା, କେବେ ବାବୁ ମାନେ କୁହନ୍ତିନି ଯେ ଆମକୁ ବଡ ବୋଲି ଦେଖାଯାଉ। ସେମାନେ ବି ଜାଣିଛନ୍ତି ଲୋକ ପ୍ରତିନିଧିଙ୍କ ମର୍ଯ୍ୟାଦା କ'ଣ, ସମ୍ମାନ କ'ଣ। ତେଣୁ ସେ ପରମ୍ପରାକୁ ଭାଙ୍ଗିବା ପାଇଁ ଆମେ ପ୍ରୟାସରତ ଅଛୁ।